ଲାଗୁଥିବ ନା ଏହା ପଛରେ କ'ଣ କିଛି ଖାସ୍ ରହସ୍ୟ ରହିଛି। ଆମର ଶାସ୍ତ୍ର ଆଉ ସାମୁଦ୍ରିକ ବିଜ୍ଞାନରେ ସ୍ତ୍ରୀମାନଙ୍କର ଗୁଣ ଏବଂ ଅନେକ ଲକ୍ଷଣର ବହୁତ ବଡ଼ ମହତ୍ତ୍ୱ ବୁଝାଯାଇଛି। କୁହାଯାଇଛି, ଯଦି କୌଣସି ପୁରୁଷର ବିବାହ ସୌଭାଗ୍ୟଶାଳୀ ମହିଳା ସହିତ ହୋଇଯାଏ, ତେବେ ସେ ସିଧା ଭିକାରୀରୁ କରୋଡ଼ପତି ହୋଇଯାଇଥାଏ। ସେଠି ଯଦି ଭାଗ୍ୟ ତାକୁ ଅଭାଗୀ ସ୍ତ୍ରୀ ସହ ଯୋଡ଼ିଦିଏ, ତେବେ କୋଟିଏ ଟଙ୍କାର ସମ୍ପତ୍ତି ମଧ୍ୟ ମାଟିରେ ମିଶିଯିବ। ସେଥିପାଇଁ କୁହାଯାଇଛି, ସ୍ତ୍ରୀକୁ ବୁଝିବା ଅସମ୍ଭବ। ଏମିତିକି ସ୍ୱୟଂ ବ୍ରହ୍ମା ମଧ୍ୟ ତାଙ୍କ ନିଜ ରଚନାକୁ ବୁଝିପାରି ନଥିଲେ। କିନ୍ତୁ ଆମର ପ୍ରାଚୀନ ଋଷିମାନେ ସ୍ତ୍ରୀମାନଙ୍କର ଏମିତି କିଛି ଗୁଣ ବିଷୟରେ କହିଛନ୍ତି, ଯାହା ତାଙ୍କର ସୌଭାଗ୍ୟ ଆଉ ଦୁର୍ଭାଗ୍ୟକୁ ଅନୁମାନ କରିପାରିବ। ଆଜି ଆମେ ଆପଣମାନଙ୍କୁ କହିବୁ ସେହି ଖାସ୍ ଗୁଣ ଆଉ ଲକ୍ଷଣ ବିଷୟରେ, ଯାହା ସୂଚାଇଥାଏ କି କେଉଁ ସ୍ତ୍ରୀ ଭାଗ୍ୟଶାଳୀ ହୋଇଥାଏ ନା ହୋଇନଥାଏ। କିନ୍ତୁ ସାଙ୍ଗମାନେ, ଯଦି ଆପଣମାନେ ଚାହୁଁଛନ୍ତି ଆପଣଙ୍କ ଜୀବନରେ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ସଦା ସର୍ବଦା ରହୁ, ତେବେ ଏହି ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ କମେଣ୍ଟରେ ଜୟ ମହାଲକ୍ଷ୍ମୀ ଲେଖିବାକୁ ଭୁଲନ୍ତୁ ନାହିଁ। ତେବେ ଚାଲନ୍ତୁ ଆରମ୍ଭ କରିବା। ଲକ୍ଷଣ ନମ୍ବର 1, ପାଦର ଛୋଟ ଆଙ୍ଗୁଳି ବା କନିଷ୍ଠା। ପ୍ରଥମ ଲକ୍ଷଣ କଥା କହିବା ତ ଯଦି କୌଣସି ସ୍ତ୍ରୀର ପାଦର ସଭା ଛୋଟ ଆଙ୍ଗୁଳି ଭୂମିକୁ ସ୍ପର୍ଶ କରୁଥାଏ, ତେବେ ସେ ସ୍ତ୍ରୀ ବହୁତ ଭାଗ୍ୟଶାଳୀ ହୋଇଥାଏ। ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଏମିତି ସ୍ତ୍ରୀ ଯେଉଁ ଘରକୁ ଯାଇଥାଏ, ସେହି ଘରର ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ। ସେ ସ୍ତ୍ରୀ କେବଳ ନିଜ ପତି ପାଇଁ ନୁହେଁ, ବରଂ ପୂରା ପରିବାର ପାଇଁ ସୌଭାଗ୍ୟ ଆଣିଥାଏ। ଏମିତି ମହିଳା ଘରର ସମସ୍ତ ସଦସ୍ୟଙ୍କ ପାଇଁ ଖୁସି ରଖିବାକୁ ସବୁବେଳେ ସକ୍ଷମ ହୋଇଥାନ୍ତି। ଲକ୍ଷଣ ନମ୍ବର 2, ଚଉଡ଼ା ମଥା। ଯେଉଁ ମହିଳାଙ୍କର ମଥା 3 ଆଙ୍ଗୁଳି ଚଉଡ଼ା ବା ଅର୍ଦ୍ଧ ଚନ୍ଦ୍ରମା ଆକାରର ହୋଇଥାଏ, ତାକୁ ମଧ୍ୟ ବହୁତ ସୌଭାଗ୍ୟଶାଳୀ ମନାଯାଇଥାଏ। ଏମିତି ସ୍ତ୍ରୀ ଯେଉଁ ଘରକୁ ଯାଇଥାନ୍ତି, ସେହି ଘରେ କେବେ ହେଲେ ଦୁଃଖର ସାୟା ପଡ଼ିନଥାଏ। ତାଙ୍କର ବୁଦ୍ଧି, ପରିଶ୍ରମ ଏବଂ ସକାରାତ୍ମକ ଉର୍ଜା କାରଣରୁ ପୂରା ପରିବାର ଉନ୍ନତି ରହିଥାଏ। ଏପରି ମହିଳା ଘରକୁ ଆସିବା ମାତ୍ରେ ଘରର ଭାଗ୍ୟ ଖୋଲିଯାଇଥାଏ। କୁହାଯାଇଛି, ଏହି ସ୍ତ୍ରୀ ଘରର ସମସ୍ତ ସଦସ୍ୟଙ୍କ ପାଇଁ ବରଦାନ ସଦୃଶ ହୋଇଥାନ୍ତି। ଲକ୍ଷଣ ନମ୍ବର 3, ଆଖିର ବିଶେଷତା। ସାଙ୍ଗମାନେ, କ'ଣ ଆପଣ କେବେ ହେଲେ କୌଣସି ସ୍ତ୍ରୀର ଆଖିର ଗଢ଼ଣ ଉପରେ ଧ୍ୟାନ ଦେଇଛନ୍ତି? ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଯଦି କୌଣସି ସ୍ତ୍ରୀର ଆଖିର ଉପର ଆଉ ତଳ ତ୍ୱଚା ହାଲକା ଲାଲିମା ହୋଇଥିବ ଏବଂ ତ୍ୱଚାର ଡୋଳା କଳା ରଙ୍ଗର ଆଉ ଧଳା ଅଂଶ କ୍ଷୀର ସହ ସମାନ ହୋଇଥିବ, ତେବେ ସେହି ସ୍ତ୍ରୀ ବହୁତ ସୌଭାଗ୍ୟଶାଳୀ ହୋଇଥାଏ। ତା ବ୍ୟତୀତ ଯଦି ସେହି ସ୍ତ୍ରୀ ରାଜହଂସ ପରି ଚାଲୁଥାଏ ଏବଂ ତା'ର କମର ବାଘ ପରି ପତଳା ହୋଇଥାଏ, ତେବେ ସେହି ସ୍ତ୍ରୀ ତା ଜୀବନରେ ସମସ୍ତ ପ୍ରକାର ସୁଖ ସୁବିଧା ପାଇଥାଏ। ଏହି ମହିଳା ସମସ୍ତ ପ୍ରକାରର ଐଶୋ ଆରାମରେ ରହିଥାଏ। ଲକ୍ଷଣ ନମ୍ବର 4, ନାକ ଉପରେ କଳାଜାଇ। ସାମୁଦ୍ରିକ ଶାସ୍ତ୍ର ଅନୁସାରେ ନାକ ଉପରେ କଳାଜାଇକୁ ସୌଭାଗ୍ୟର ସଂକେତ ମନାଯାଇଥାଏ। ଯଦି କୌଣସି ସ୍ତ୍ରୀର ନାକର ଅଗ୍ରଭାଗରେ କଳାଜାଇ ଥିବ, ସେ ସ୍ତ୍ରୀ ବହୁତ ଧନବାନ ଓ ଭାଗ୍ୟବାନ ହୋଇଥାଏ। ଏମିତି ସ୍ତ୍ରୀ ଯେଉଁ ଘରକୁ ଯାଇଥାନ୍ତି, ସେଠାରେ କେବେ ହେଲେ ଧନର ଅଭାବ ହୋଇନଥାଏ। ଏମିତି ମହିଳା ଘରର ଆର୍ଥିକ ସ୍ଥିତିକୁ ମଜବୁତ କରି ରଖିଥାନ୍ତି। ଲକ୍ଷଣ ନମ୍ବର 5, ପାଦର ଆଙ୍ଗୁଳି। ସାଙ୍ଗମାନେ, ଏବେ କହିବା ପାଦର ଆଙ୍ଗୁଳି ବିଷୟରେ। ଯଦି କେଉଁ ମହିଳାଙ୍କର ପାଦର ଆଙ୍ଗୁଳି ଗୋଲ ଆଉ ଉଠିକି ଥିବ, ତା ସହିତ ହାଲକା ଲାଲିମା ଥିବ, ସେହି ସ୍ତ୍ରୀ ମଧ୍ୟ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାଏ। ସାମୁଦ୍ରିକ ଶାସ୍ତ୍ରରେ କୁହାଯାଇଛି, ଏମିତି ସ୍ତ୍ରୀ ନିଜ ସ୍ୱାମୀ ପାଇଁ ସୌଭାଗ୍ୟ ଆଣିଥାଏ। ତାଙ୍କ ଜୀବନରେ ଯେଉଁ ସବୁ ଅସୁବିଧା ଆସିଥାଏ, ସେ ସହଜରେ ସେଥିରୁ ପାର ହୋଇଯାଆନ୍ତି ଏବଂ ନିଜ ପତିକୁ ବି ସଫଳତା ଦେବାରେ ସାହାଯ୍ୟ କରନ୍ତି। ଲକ୍ଷଣ ନମ୍ବର 6, ଚିକ୍କଣ ଓ ଧଳା ଦାନ୍ତ। ଯେଉଁ ସ୍ତ୍ରୀର ଦାନ୍ତ ଚିକ୍କଣ, ସୁନ୍ଦର, ଧଳା ଏବଂ ଆଗକୁ ବାହାରିଥିବ, ଏମିତି ସ୍ତ୍ରୀ ମଧ୍ୟ ସୌଭାଗ୍ୟଶାଳୀ ହୋଇଥାନ୍ତି। ଏମିତି ସ୍ତ୍ରୀ ନିଜ ଜୀବନସାଥୀ ପାଇଁ ଅତ୍ୟନ୍ତ ଲକି ହୋଇଥାନ୍ତି। ତାଙ୍କ ଜୀବନରେ କେବେ ସୁଖ ସୁବିଧାର କମି ହୋଇନଥାଏ। ଏହି ମହିଳାମାନେ ନା କେବଳ ନିଜ ଘର ପରିବାର ପାଇଁ ସୁଖ ସୁବିଧା କରିଥାନ୍ତି,
ବରଂ ନିଜ ଜୀବନସାଥୀ ପାଇଁ ମଧ୍ୟ ସଫଳତା ଏବଂ ଉନ୍ନତି ଆଣିଥାନ୍ତି। ଲକ୍ଷଣ ନମ୍ବର 7 ନରମ ଏବଂ ଲାଲ ଆଙ୍ଗୁଳି। ଏବେ କହିବା ଆଙ୍ଗୁଳି ବିଷୟରେ। ଯେଉଁ ସ୍ତ୍ରୀର ହାତ ଆଙ୍ଗୁଳି ଲମ୍ବା, ପତଳା, ଗୋଲ ହୋଇଥାଏ ଏବଂ ତା ସହିତ ଆଙ୍ଗୁଳି ଏକାଠି କରିବା ଦ୍ୱାରା କୌଣସି ଛିଦ୍ର ହେଉନଥିବ, ତାହେଲେ ସେ ସ୍ତ୍ରୀ ମଧ୍ୟ ବହୁତ ଭାଗ୍ୟଶାଳୀ ହୋଇଥାଏ। ଏମିତି ତାଙ୍କର ନଖ ଲାଲ, ନରମ, ଉଚ୍ଚା ଏବଂ ଚିକ୍କଣ ହୋଇଥିଲେ ସେମାନେ ଐଶ୍ୱର୍ଯ୍ୟ ଓ ସୁଖ ସୁବିଧାକୁ ପ୍ରାପ୍ତ କରିଥାନ୍ତି। ଏମିତି ସ୍ତ୍ରୀ ନିଜ ପରିବାର ପାଇଁ ବରଦାନ ସଦୃଶ ହୋଇଥାନ୍ତି, ଯିଏ ସବୁବେଳେ ଖୁସି ଏବଂ ସମୃଦ୍ଧି ନେଇ ଆସିଥାଏ। ଲକ୍ଷଣ ନମ୍ବର 8 ସଫା ଏବଂ ସୁନ୍ଦର ବେକ। ଭବିଷ୍ୟ ପୁରାଣରେ କୁହାଯାଇଛି, ଯେଉଁ ସ୍ତ୍ରୀର ସଫା ଏବଂ 3ଟି ସ୍ପଷ୍ଟ ଗାର ବେକରେ ଥାଏ, ସେମାନେ ସର୍ବଦା ଗହଣାରେ ସଜ୍ଜିତ ହୋଇ ରହିଥାନ୍ତି। ଏମିତି ସ୍ତ୍ରୀ ସମୃଦ୍ଧି ଏବଂ ଧନର ପ୍ରତୀକ ହୋଇଥାନ୍ତି। କିନ୍ତୁ ଯଦି କୌଣସି ସ୍ତ୍ରୀର ବେକ କମଜୋର, ତେବେ ସେହି ସ୍ତ୍ରୀ ଗରିବ ହୋଇଥାଏ। ଏମିତି ଲମ୍ବା ବେକବାଲା ସ୍ତ୍ରୀମାନଙ୍କର ସନ୍ତାନ ନ ହେବାର ସମ୍ଭାବନା ମଧ୍ୟ ରହିଥାଏ। ଲକ୍ଷଣ ନମ୍ବର 9 ଚେହେରା ପିତା ପରି ହେବା। ସାଙ୍ଗମାନେ, ଏହା ବହୁତ ହୃଦୟସ୍ପର୍ଶୀ ଅଟେ। ଯଦି କେଉଁ ସ୍ତ୍ରୀର ଚେହେରା ତା ପିତା ସାଙ୍ଗରେ ମିଶୁଥାଏ, ତେବେ ସେହି ଝିଅ ବହୁତ ଭାଗ୍ୟଶାଳୀ ହୋଇଥାଏ। ଏମିତି ସ୍ତ୍ରୀ ତାଙ୍କ ଜୀବନରେ ସବୁ ସୁଖ ସୁବିଧା ପ୍ରାପ୍ତ କରିଥାନ୍ତି। ଏହିଭଳି କେଉଁ ପୁଅର ଚେହେରା ତା ମା ସହିତ ମିଶୁଥିଲେ ସେମାନେ ମଧ୍ୟ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି। ଲକ୍ଷଣ ନମ୍ବର 10 ପଦ୍ମପରି ଆଖି। ଭବିଷ୍ୟ ପୁରାଣ ଅନୁସାରେ ଯେଉଁ ସ୍ତ୍ରୀର ଆଖି ପଦ୍ମ ଫୁଲର ପାଖୁଡ଼ା ସହିତ ସମାନ ହୋଇଥାଏ ଆଉ ତାର ମଝି ସ୍ଥାନ ଭୂରା ନ ହୋଇ ଧଳା ହୋଇଥିବ, ସେହି ସ୍ତ୍ରୀ ନିଜ ପତି ପାଇଁ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି। ତାଙ୍କ ଭାଗ୍ୟରେ କେବଳ ନିଜ ପାଇଁ ନୁହେଁ, ବରଂ ନିଜ ପତି ପାଇଁ ମଧ୍ୟ ଖୁସି ଆଣିଥାଏ। ଲକ୍ଷଣ ନମ୍ବର 11 ନରମ ହାତ। ଯଦି କୌଣସି ସ୍ତ୍ରୀର ହାତରେ ହାଡ଼ ଦେଖାଯାଉନଥିବ ଆଉ 2 ହାତ ନରମ ହୋଇଥିବ, ତେବେ ଏମିତି ସ୍ତ୍ରୀଙ୍କୁ ମଧ୍ୟ ଭାଗ୍ୟଶାଳୀ ମନାଯାଇଥାଏ। ତା ସହିତ ସେମାନଙ୍କ ହାତରେ ଅଧିକ ବାଳ ନଥିଲେ ସେହି ସ୍ତ୍ରୀ ମଧ୍ୟ ଅତ୍ୟନ୍ତ ସୌଭାଗ୍ୟଶାଳୀ ହୋଇଥାନ୍ତି। ସାଙ୍ଗମାନେ, ଇଏ ତ ଥିଲା ଭାଗ୍ୟଶାଳୀ ସ୍ତ୍ରୀମାନଙ୍କର କିଛି ଖାସ୍ ଲକ୍ଷଣ, ଯାହା କଥା ଆମର ଶାସ୍ତ୍ରରେ ଏବଂ ସମୁଦ୍ର ଶାସ୍ତ୍ରରେ ବିସ୍ତାର ଭାବରେ ଉଲ୍ଲେଖ କରାଯାଇଛି। ଏହି ସବୁ କଥା ପ୍ରାଚୀନ ଗ୍ରନ୍ଥ ଓ ପୁରାଣରୁ ନିଆଯାଇଛି, ଯାହାର ଉଦ୍ଦେଶ୍ୟ ଆପଣମାନଙ୍କ ପାଖରେ ଜ୍ଞାନର ସୂଚନା ପ୍ରଦାନ କରିବା। ଆପଣମାନଙ୍କର ଆସ୍ଥା ଓ ବିଶ୍ୱାସ ଉପରେ ଏହି କଥା ଆଧାରିତ, ଆଉ ଆମେ ଆପଣମାନଙ୍କୁ ବାଧ୍ୟ ମଧ୍ୟ କରୁନାହୁଁ। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଛି, ତେବେ ଦୟାକରି ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଭିଡ଼ିଓକୁ ଗୋଟେ ଲାଇକ୍ ନିହାତି କରନ୍ତୁ ଏବଂ ସାଙ୍ଗମାନଙ୍କୁ ଓ ବନ୍ଧୁବାନ୍ଧବମାନଙ୍କ ପାଖକୁ ସେୟାର କରନ୍ତୁ ଏବଂ କମେଣ୍ଟରେ ଜୟ ମାତା